ଫାଷ୍ଟ ଭିଡିଓ ଯେତେବେଳେ ଆମେ କଥାବାର୍ତ୍ତା କରିଥିଲେ ମୁଁ କହିଥିଲି କଣ ନା ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହବ ହେଲା ପରେ ଆମେ ବାଇ କରିବା, ଠିକ ଅଛି। ଏଣ୍ଡ ଏଲିମେଣ୍ଟସ ଟୁ ଟ୍ରେଡ ସେଟ ବିଷୟରେ ଆମେ ଡିସ୍କସ କରିଥିଲେ। ଏଣ୍ଡ ମୁଁ ଗୋଟେ ଦିଟା ଟର୍ମ ୟୁଜ କରିଥିଲି, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ, ଏଫଭିଜି, ଓକେ, ଏଣ୍ଡ ଅର୍ଡର ବ୍ଲକ। ତ ସେଇଗୁଡା କଣ, ତା ଉପରେ ମତେ ଗୋଟେ ଦିଟା କ୍ୱେରି ଆସିଲା କି ସେଗୁଡା କଣ, କେମିତି କଣ କରିବା। ତ ଆଜି ଆମେ ସେ ବିଷୟରେ ଡିସ୍କସ କରିବା। ଏଫଭିଜି କଣ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ କଣ, ଠିକ ଅଛି। ଏଣ୍ଡ ଇଣ୍ଟରନାଲ ରେଞ୍ଜ ଲିକ୍ୱିଡିଟି କଣ, ସେଇ ସବୁ ଟର୍ମ ଗୁଡା ଯୋଉଗୁଡା ତମେ ଟିକେ ଟିକେ ମାନେ ଡାଉଟ ଥିଲା ତାକୁ ଆଜି କ୍ଲିୟର କରିବା। ଓକେ, ସୋ ଆଉ ଲେଟ୍ କାଇଁ କରିବା, ଲେଟ୍ସ ଗେଟ୍ ଷ୍ଟାର୍ଟେଡ। ଥ୍ୟାଙ୍କ ୟୁ। ଓକେ, ସୋ ହିୟର ମାର୍କେଟ ଏବେ ଏଇଠି ଅଛି। ଓକେ, ମାର୍କେଟ ଏବେ ଏଇଠି ଅଛି, ମାନେ ମାର୍କେଟ ଆମେ କୋଉ ଟ୍ରେଡ କରୁଛନ୍ତି ଏଇଠି। ତ ମତେ କୁହ ଏଇଠି ଟ୍ରେଡ କରୁଛନ୍ତି ଆମେ, ଠିକ ଅଛି। ତ ଆମ ପାଖରେ ଗୋଟେ ରେଞ୍ଜ ଅଛି ନା, ଗୋଟେ ରେଞ୍ଜ ଅଛି ନା ନାଇଁ। ଦେଖ ଏଇଟା ହେଲା ଆମର କଣ, ହାଇ, ଠିକ ଅଛି। लो କୋଉଟା, ଏଇଟା, ରାଇଟ। लो କୋଉଟା, ଏଇଟା। ଓକେ, ତ ମାର୍କେଟ କଣ କରୁଛି ଦେଖ। ମାର୍କେଟ ଫାଷ୍ଟ କଲା ଆମର ଯୋଉ ହାଇ ଥିଲା, ହାଇ କି ସୁଇପ କଲା, ରାଇଟ। ହାଇ କି ଏବେ ସୁଇପ କଲା। ହାଇ ସୁଇପ କଲା ପରେ କଣ କରିବ ମାର୍କେଟ, ଏଇ ଯୋଉ ହାଇ ଉପରେ ରହିଲା, ଯୋଉ ଲିକ୍ୱିଡିଟି କଥା କହିଥିଲି ମୁଁ, ଯିଏ ବି ଏଠି ସେଲ କରିଥିବ, ଏତେ ବଡ କ୍ୟାଣ୍ଡଲ ଦେଖିଲା ପରେ ଲୋକମାନେ କଣ କରନ୍ତି, ସେଲ କରନ୍ତି, ରାଇଟ। ସେଲ କରନ୍ତି। ତ ଯିଏ ସେଲ କଲା ତା ପାଇଁ ତାର ଏସଏଲ କୋଉଠି ରହିବ, ୟା ଉପରେ ନା କୋଉଠି ରହିବ, ତମେ କୁହ। ୟା ଉପରେ ରହିବ ନା। ତ ଏଇଟାକୁ କଣ କୁହାଯାଏ, ମାର୍କେଟ ମାନେ ଲିକ୍ୱିଡିଟି ଗ୍ରାଫ କଲା, ବାଏ ସାଇଡ ର ଲିକ୍ୱିଡିଟି ଯେତେ ଥିଲା ସବୁ ଗ୍ରାଫ କରିଦେଲା। ଆଚ୍ଛା, ତାପରେ ମାର୍କେଟ କଣ କରିବ, ଯଦି ଏଠି ଗ୍ରାଫ କରିସାରିଲା ତ ଏବେ ତା ପାଇଁ କାମ କଣ, ଏଠି ବି ଲିକ୍ୱିଡିଟି ଥିବ, ଯିଏ ଇଏ ସୁଇପ ହେଲା ପରେ ବା ଯେମିତି ବି ଏଇ ଲୋର ଯିଏ ବାୟ କରିଥିବ ତା ପାଇଁ ତାର ଏସଏଲ କୋଉଠି ଥିବ, ଯିଏ ଏତେ ପର୍ଯ୍ୟନ୍ତ ଆସିଲାଣି ରାଇଟ ତା ଏସଏଲ କୋଉଠି ଥିବ, ମ୍ୟାକ୍ସିମମ୍ ଏସଏଲ ଏଇଠି ଥିବ ନା। ତ ଏଇଟା ଥିଲା ତାର ଏସଏଲ, ଠିକ ଅଛି। ତାପରେ ମାର୍କେଟ କଣ କରୁଛି, ମାର୍କେଟ ସେଲ ସାଇଡ ଲିକ୍ୱିଡିଟି ନବା ପାଇଁ ଆସୁଛି। ଏଇଟା ହେଲା ଲିକ୍ୱିଡିଟି। ଲିକ୍ୱିଡିଟି ମାନେ କଣ, ଯୋଉ ଆମର ସବୁ ଓପନ ଅର୍ଡର ଅଛି, ଯୋଉଟାକୁ ମାନେ ଯୋଉ ଅର୍ଡର ଆମର ମାର୍କେଟରେ ଚାଲୁଛି ତାକୁ ଆମେ କଣ କହିବା, ଲିକ୍ୱିଡିଟି, ଠିକ ଅଛି। ତ ତାପରେ ମାର୍କେଟ ଯେତେବେଳେ ବାଇ ଅର୍ଡର ସବୁ ନେଇ ସାରିଲା ବା ଏସଏଲ ନେଇ ସାରିଲା, ତାପରେ ଚାଲିଲା କୁଆଡେ, ସେଲ ଅର୍ଡର ନବା ପାଇଁ। ତ ସେଲ ଅର୍ଡର ବି ନେଲା, ନେଲା ନା ନେଲାନି, ନେଲା। ନେଲା ପରେ ଆମେ ଯେତେବେଳେ ଏ ଲିକ୍ୱିଡିଟି ଗ୍ରାଫ ହେଲା, ଆମେ ଏଇଠି ଯେତେବେଳେ ଆମର ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହବ ତାପରେ ଆମେ ବାୟ କରିପାରିବା, ଠିକ ଅଛି। ଏଠି ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ କଣ ମୁଁ ତମକୁ କହିଦେବି। ଡେଲି କ୍ୟାଣ୍ଡେଲ ଦେଖାଯାଉନି, ଆମେ ଯେତେବେଳେ 1 ଆୱାର କି 15 ମିନିଟ ଯିବା ଆମେ ଜାଣିପାରିବା, ଠିକ ଅଛି। ତାକୁ ଛାଡ। ତାପରେ ମାର୍କେଟ କଣ କରୁଛି, ଧୀରେ 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 ପୁଣି ବ୍ୟାକ୍ ଟୁ ଅର୍ଡର ବ୍ଲକ ଆସୁଛି। ଅର୍ଡର ବ୍ଲକ କଣ, ଅର୍ଡର ବ୍ଲକ ହେଲା ସେଇଟା, ଏଇଠି ଦେଖ। ଏଇଠି ମୁଁ ଯଦି ଅର୍ଡର ବ୍ଲକ କହିବି, ନିଫ୍ଟିର ଗୋଟେ ଅସୁବିଧା କଣ, କେତେ କେତେ ବଡ ଗ୍ୟାପ୍ ସବୁ ଅଛି ଦେଖ। ତ ଏଇ ଗ୍ୟାପ୍ ପାଇଁ ଆମେ ଜାଣିପାରିବାନି କି ମାର୍କେଟରେ କଣ ହଉଛି କଣ ନା, ଏଇ ଗ୍ୟାପ୍ ପାଇଁ କେବଳ ଜାଣିପାରିବାନି। ଏଇ ଯୋଉ ବଡ ବଡ ଗ୍ୟାପ୍ ଗୁଡା ରହୁଛି, ଗ୍ୟାପ୍ ଗୁଡା ଜାଣିପାରୁନାହାନ୍ତି। ଅଲଗା ଗୋଲ୍ଡ ଫୋଲ୍ଡ ହେଲେ ଆମେ କଣ, ଅର୍ଡର ବ୍ଲକ କ୍ଲିନଲି ଆମକୁ ଦେଖାହବ। ସେ ଯାହା ବି ହଉ, ଆମେ ୟା ବିଷୟରେ ଡିସ୍କସ କରିବା ହେଲା। ଆଚ୍ଛା, ଏଠି ସେଲ୍ ସାଇଡ୍ ଲିକ୍ୱିଡିଟି ନେଇଛି, ଏଇଠୁ କେମିତି ଟ୍ରେଡ୍ ଆମକୁ ମିଳିବ ଦେଖ। ଆମେ ଡେଲିରେ ଥିଲେ ଏବଂ ସିଫ୍ଟ ହଉଛି 1 ଆୱାରକୁ, ଠିକ ଅଛି। 1 ଆୱାରକୁ ଆମେ ସିଫ୍ଟ ହେଲେ। ଆଚ୍ଛା, ତ ଆମ ଲିକ୍ୱିଡିଟି କୋଉଠି ଥିଲା, ଏଠି ଥିଲା। ଲିକ୍ୱିଡିଟି ନେଲା ସିଏ। ଆମେ ଏଠି କିଛି ବି କରିବାନି, କିଛି ବି କରିବାନି ହେଲା, ଯେପର୍ଯ୍ୟନ୍ତ ଆମର ରିସେଣ୍ଟ ହାଇ ଏବେ କୋଉଠି ଅଛି, ଏଇଟା। ଏଇଠି ମାର୍କେଟ ଓପନ ହେଇଥିଲା ତ, ଏଇଟା ଯେପର୍ଯ୍ୟନ୍ତ ସୁଇପ ନ ହେଇଛି, ଠିକ ଅଛି। ଯେପର୍ଯ୍ୟନ୍ତ ଏଠି ସୁଇପ ନେଇଛି ଆମେ କିଛି କରିବାନି। ତ ମାର୍କେଟ କଣ କଲା, ଆସିଲା, ସୁଇପ କଲା, ଏଠି ସୁଇପ କଲା। ସୁଇପ କଲା ପରେ କଣ କରୁଛି ମାର୍କେଟ ଦେଖ। ଏଇଠି ଆମର ଗୋଟେ ଅର୍ଡର ବ୍ଲକ ରହିଲା, ଏଇଟା ଏଇଟା କମ୍ପ୍ଲିଟ। ଏଇ ଯୋଉ ସେଲ କ୍ୟାଣ୍ଡେଲ ଅଛି। ହଁ, ଆଉ ଗୋଟେ କଥା, ଅର୍ଡର ବ୍ଲକ କଣ, ଅର୍ଡର ବ୍ଲକ କଣ, ଯେତେବେଳେ ଅପ୍ ମୁଭ୍ ପାଇଁ ଆମକୁ ଅର୍ଡର ବ୍ଲକ ଦରକାର ହବ, ଆମେ ସେଲ ସାଇଡ କ୍ୟାଣ୍ଡେଲ କୁ ଯିବା, ମାନେ ରେଡ କ୍ୟାଣ୍ଡେଲ କୁ ଯିବା। ଯେତେବେଳେ ଡାଉନ ମୁଭ୍ ପାଇଁ ଆମକୁ ଅର୍ଡର ବ୍ଲକ ଦରକାର ହବ, ଆମେ ବାଏ ସାଇଡ କୁ ଯିବା, ମାନେ ଗ୍ରୀନ କ୍ୟାଣ୍ଡେଲ କୁ ଯିବା, ଠିକ ଅଛି। ଆଉ ହଁ, ଏଠି ଅର୍ଡର ବ୍ଲକ କଣ ହବ ମୁଁ ଦେଖୁଛି ଦେଖ। ଏଇ ଯୋଉ ଆମର ଏଇ ଯୋଉ ମୁଭ୍ ଟା ଷ୍ଟାର୍ଟ ହେଇଛି ଏଇଠୁ, ଏଇଠୁ ଯୋଉ ମୁଭ୍ ଟା ଷ୍ଟାର୍ଟ ହେଇଛି, ମାନେ ଗୋଟେ 1 ଆୱାର କ୍ୟାଣ୍ଡେଲ ହେଇଛି ନା ହେଇନି, ପୁରା ମାନେ ଗୋଟେ କ୍ୟାଣ୍ଡେଲ ଏପର୍ଯ୍ୟନ୍ତ ଆସିଛି ନା ଆସିନି, ଆସିଛି। ତ ସେ କମ୍ପ୍ଲିଟ ଟା ଆମର ଅର୍ଡର ବ୍ଲକ, କମ୍ପ୍ଲିଟ ଟା କଣ ଆମର ଅର୍ଡର ବ୍ଲକ, ବୁଝିପାରିଲ। କମ୍ପ୍ଲିଟ ଟା କଣ ଆମର ଅର୍ଡର ବ୍ଲକ। ଯଦି ଏଠି ତା ଉପରେ ଆମର ଯଦି ଏଇ କ୍ୟାଣ୍ଡେଲ ଟା ଗ୍ରୀନ ହେଇଥାନ୍ତା, ତାହେଲେ ଆମେ ଏଇଟା ଅର୍ଡର କରିଥାନ୍ତେ। କିନ୍ତୁ ଏମାନେ କଣ, ଗୋଟିଏ ମୁଭ୍
ଗୋଟିଏ ମୁଭ୍। ଏଇଟାକୁ କମ୍ପ୍ଲିଟ୍ ଆମର ଅର୍ଡର ବ୍ଲକ୍ ଧରାହବ according to Hiddleston, Michael Hiddleston, whatever his name is, ICT। ତ ଏଇଟା ହେଲା କମ୍ପ୍ଲିଟ୍ ଆମର ବ୍ଲକ୍। ତ ଯେତେବେଳେ ଏଠି ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହେଲା, ଦେଖ ୟା ଉପରକୁ ଗଲା ମାନେ ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହେଲା ଆମ ପାଇଁ, ହେଲା। ଆଉ ମାର୍କେଟ ସିଫ୍ଟ ହେଲା, ତ ଆମେ ଏବେ ୱେଟ୍ କରିବା ଯେମିତି ଆମକୁ ଅର୍ଡର ବ୍ଲକକୁ ଆସି ଗୋଟେ ଟ୍ରେଡ୍ ଦବ। ଅର୍ଡର ବ୍ଲକକୁ ଆସିଲା, ଅର୍ଡର ବ୍ଲକ ଆସିନା, ତ ମ୍ୟାକ୍ସିମମ୍ ସେ କେତେ ପର୍ଯ୍ୟନ୍ତ ଆସିପାରିବ? ଏତିକି ପର୍ଯ୍ୟନ୍ତ। ଠିକ୍ ଅଛି, ଆମେ ଏତିକି ପର୍ଯ୍ୟନ୍ତ ତାକୁ ଏକ୍ସପେକ୍ଟ କରିବା ପ୍ରାଇସ୍କୁ ଏତେ ପର୍ଯ୍ୟନ୍ତ ଆସିବ, ଏଠୁ ଆମେ ଟ୍ରେଡ୍ ନେଇପାରିବା, ଆମ ଏସଏଲ୍ ଜଷ୍ଟ ୟା ବିଲୋରେ ରହିବ, ହେଲା। ତ ମାର୍କେଟ କ'ଣ କଲା, ସେ ଭିତରେ ଉପରକୁ ତଳକୁ ହେଇକି 2-3 ଦିନ ରେଞ୍ଜ ବାଉଣ୍ଡ ରହିଲା, ତାପରେ ଡିଷ୍ଟ୍ରିବ୍ୟୁସନକୁ ଆସିଲା। ସେଇଠୁ ହିଁ ମାର୍କେଟ ମୁଭ୍ କରିବା ଷ୍ଟାର୍ଟ କରିଛି, କେତେ ପର୍ଯ୍ୟନ୍ତ? ଏତେ ପର୍ଯ୍ୟନ୍ତ। ଆଚ୍ଛା, ମାର୍କେଟ କଲା। ଆଚ୍ଛା, ତମକୁ ମୁଁ ସବୁଦିନର ଟ୍ରେଡ୍ ଦେଖେଇବି କି? ଦେଖ ଏଇଠି ଏଇଟା ଗୋଟେ ବହୁତ ଇଜି ସେଟଅପ୍ ଥିଲା। କାହିଁକି ଦେଖ, ଯେତେବେଳେ ଏଇ ଡେ କ୍ୟାଣ୍ଡେଲ ସରିଗଲା, ଏଇ ଡେ ହେଇସାରିଲା, ଆମ ପାଇଁ ଲିକ୍ୱିଡିଟି କୋଉଠି ଅଛି? ୟା ତଳେ ଲିକ୍ୱିଡିଟି ଅଛି। ଆଉ ଲିକ୍ୱିଡିଟି କୋଉଠି ଅଛି? ଡେ ହାଇ ଉପରେ ଲିକ୍ୱିଡିଟି ଅଛି, ରାଇଟ୍। ଏଇଟା କୋଉ ଦିନ? ଅଗଷ୍ଟ 6 ନା। ଲେଟ୍ ମୁଭ୍ ଇନଟୁ 15 ମିନିଟ୍ and we will head to ଅଗଷ୍ଟ 6। let's go to ଅଗଷ୍ଟ 6। अरे हाँ भाई, ମୁଁ କରିବ ଅଗଷ୍ଟ 6, ରାଇଟ୍। ଅଗଷ୍ଟ, ଚାଲ let's go to ଅଗଷ୍ଟ। ଓକେ, ହିୟର ସି 15 ମିନିଟ୍ରେ କ'ଣ କଲା? ଓପନ୍ ହେଲା ଆଉ ସାଙ୍ଗେ ସାଙ୍ଗେ ସୁଇପ୍ କରିଦେଲା। 15 ଆମକୁ ଦେଖାଉନି, ତ we have to move into 5 minutes। ମୋତେ ଅର୍ଡର ବ୍ଲକ୍ ଦେଖାଉନି 15 ମିନିଟ୍ରେ। ତ ଚାଲ ଅଗଷ୍ଟ and we go to ଅଗଷ୍ଟ, right। see what happens। ଗଲା, ଲିକ୍ୱିଡିଟି ସୁଇପ୍ କଲା। ତ ଏବେ ଆମକୁ କ'ଣ ଦରକାର? ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ। ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ବିନା ଆମେ କାମ ହିଁ କରିବାନି, ହେଲା। ଏକୁ ଭାଙ୍ଗିଲେ ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହବ। କାହାକୁ? ଏକୁ। ବା ଏବେ ଯେତେବେଳେ ଏଇଠି ଭାଙ୍ଗିଦବ, ଆମ ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହବ। ତ ଯେତେବେଳେ ତାକୁ ଭାଙ୍ଗି ସାରିଲା, ତାପରେ ଆମେ ତାକୁ ପୁଣି ଖୋଜିବା ପାଇଁ ପଡ଼ିବ କି ଆମର ଓବି କୋଉଠି ଅଛି? ଏବେ ଓବି କୋଉଠି ଅଛି? ଦେଖ, ମୁଁ କ'ଣ କହିଥିଲି, ଯେତେବେଳେ ତଳକୁ ନ ଆସିଥିବ ଆମେ କୋଉ କ୍ୟାଣ୍ଡେଲ ନବା? ଗ୍ରୀନ୍। ଏଇ ଯୋଉ ଗ୍ରୀନ୍ କ୍ୟାଣ୍ଡେଲ ଅଛି, ଦେଖ ଗ୍ରୀନ୍ କ୍ୟାଣ୍ଡେଲ ପାଖରେ ଏଇଠି ଏଇ ଯୋଉ କ୍ୟାଣ୍ଡେଲ ଏଇଠି ଫାଙ୍କା ଅଛି ନା ନାଇଁ? ମାନେ ଏଇ ଯୋଉ ଏଇ ରେଞ୍ଜଟା ଦେଖୁଛି, ଏଇ କ୍ୟାଣ୍ଡେଲର ଲୋ, ତା ତଳ କ୍ୟାଣ୍ଡେଲର ହାଇ, ଏଇଟା ଏତେ ପର୍ଯ୍ୟନ୍ତ ଆସିଛି। ଏଇଟା ଗୋଟେ ଓବି ଅଛି ନା ନାଇଁ? ଅଛି ନା ନାଇଁ? ଅଛି। ସେଇଟା ହେଲା ଆମର FVG, ଫେୟାର ଭ୍ୟାଲ୍ୟୁ ଗ୍ୟାପ୍। କ'ଣ ସେଟା? ଫେୟାର ଭ୍ୟାଲ୍ୟୁ ଗ୍ୟାପ୍। ତ ସେଦିନ ତ ଟ୍ରେଡ୍ ଦେଇନି, ସେଦିନ ଟ୍ରେଡ୍ ଦେଇନି। ତା ପରଦିନ ଏଇଠି ଓପନ୍ ହେଇଛି, ତାପରେ ମାର୍କେଟ କ'ଣ କରିଛି? ତଳକୁ ଯାଇଛି। ତମକୁ ଏବେ ଦେଖିଲା ତୁ ଏତିକି ପଏଣ୍ଟ, ଏଇଟା କେତେ ପଏଣ୍ଟ କହିଲ? 300ରୁ 184, 120 ପଏଣ୍ଟ। କେତେ ପଏଣ୍ଟ? 120 ପଏଣ୍ଟ। 120 ପଏଣ୍ଟ ନିଫ୍ଟିରେ କେତେ ଟଙ୍କା କହିଲ? ଅପସନରେ around 50, 2500 ଗୋଟେ ଲଟ୍ରେ। ଓକେ, 2500 ଟଙ୍କା। ତ ଏଠି ଛାଡ଼, ହେଲା। ତ ମୁଁ ତୁମକୁ କହିବା କ'ଣ ଥିଲା, ଏଠି କ'ଣ ଦର୍ଶଉଥିଲି ମୁଁ କି ଲିକ୍ୱିଡିଟି କେମିତି ଗ୍ରାଫ୍ କରୁଛି, ହେଲା। ତ ଏଇଟା କ'ଣ ଥିଲା, ଯେହେତୁ ଏ ଡେ ଆମେ ଦେଖିଦେଲେ, ଏ ଡେ କମ୍ପ୍ଲିଟଲି ଆମେ ଦେଖିଦେଲେ, ଠିକ୍ ଅଛି। ଏ ଡେ କମ୍ପ୍ଲିଟ ଦେଖିଦେଲେ, ୟା ହାଇ ଉପରେ ଏଠି ଯିଏ ସେଲ୍ କରିଥିବ, ଏଇଠି ଯିଏ ବି ସେଲ୍ କରିଥିବ, ଏଇ କ୍ୟାଣ୍ଡେଲ ଦେଖିକି ଯିଏ ବି, ମାନେ ମୋ ଭଳିଆ ହଉ କି ଯିଏ ବି ଗୋଟେ ସେଲ୍ କରିଦେଇଥିବ, ତାକୁ କେବଳ କ'ଣ ରେଡ୍ କ୍ୟାଣ୍ଡେଲ ଦେଖା ହେଇଛି ନା, କେବଳ ରେଡ୍ କ୍ୟାଣ୍ଡେଲ। ତ ସେ ବହୁତ ପଇସା ଛାପିଥିବ। ତ ତା ପାଇଁ ଏବେ ଏସଏଲ୍ କ'ଣ? ଏସଏଲ୍ କ'ଣ ତା ପାଇଁ? ଏଇଟା। ତ ମାର୍କେଟ କ'ଣ କଲା? ଗୋଟେ ଗ୍ରୀନ୍ କ୍ୟାଣ୍ଡେଲ ବନେଇଲା ଏଣ୍ଡ ତା ଏସଏଲ୍ କୁ ଫାଷ୍ଟ ଗ୍ରାଫ୍ କଲା। ଏଇଟା ହିଁ ଲିକ୍ୱିଡିଟି, ଆଉ କିଛି ନୁହେଁ। ବୁଝିପାରିଲ? ମାନେ ଯେତେ ଓପନ ଅର୍ଡର ସବୁ ଅଛି, ତାକୁ ଆଟାକ୍ କରିବା ନିଜ ଆଡକୁ ବା ତାକୁ ସବୁ ଫିଲ୍ କରିବା, ସେଇଟା ହିଁ ଲିକ୍ୱିଡିଟି। ମାର୍କେଟକୁ ଲିକ୍ୱିଡେଟ୍ କରିବା ତାକୁ ହିଁ କୁହାଯାଏ। ଠିକ୍ ଅଛି, ତ ଏଇଟା ହେଲା ଲିକ୍ୱିଡିଟି। କୁଲ୍, ଠିକ୍ ଅଛି, ବୁଝିଲ ନା? ହେଲା। ହଁ, ଏଇଟା 1 ମିନିଟ୍ରେ ଏଇଠୁ ହିଁ ଆମକୁ ଟ୍ରେଡ୍ ମିଳିଯିବ। 1 ମିନିଟ୍ରେ ମୁଁ ଯୋଉ କହିଲି ତମେ ଏଠି ଏତେ ପର୍ଯ୍ୟନ୍ତ ୱେଟ୍ କରିବା ପାଇଁ ପଡୁଛି, ଏଇଟା ପଡିବନି। 1 ମିନିଟ୍ ଆମକୁ ଟ୍ରେଡ୍ ମିଳିଯିବ, ବଟ୍ 1 ମିନିଟ୍ କ୍ୟାଣ୍ଡେଲ ମୋ ପାଖରେ ନଥିବ। ଆଇ ଏମ୍ ସିଓର। ଠିକ୍ ଅଛି, 1 ମିନିଟ୍ କ୍ୟାଣ୍ଡେଲ ଦେଖିବ, 1 ମିନିଟ୍ କ୍ୟାଣ୍ଡେଲ ମୁଁ ତମକୁ ଦେଖଉଛି, ହେଲା। ଆଚ୍ଛା, ଗୋଟେ ରିସେଣ୍ଟ ଡେ ନେବା, ଯେକୌଣସି ରିସେଣ୍ଟ ଡେ ନେଇକି ମୁଁ ସବୁ ଏକ୍ଜାମ୍ପଲ କ'ଣ ଆମର FVG କ'ଣ ଏସବୁ ଦେଖେଇ ଦେଉଛି, ହେଲା। ଆଚ୍ଛା, ଉଭୟ ସାଇଡ୍ ଲିକ୍ୱିଡିଟି ଗ୍ରାଫ୍ ହେଇଯାଇଛି। ଆଚ୍ଛା, ମୋ ପାଇଁ ଏବେ କୁହ ମତେ, ଏଇ ଯୋଉ କ୍ୟାଣ୍ଡେଲ ଅଛି,
ସବୁଦିନର ହାଇ ଆଉ लो ଏଇଥିପାଇଁ ଲିକ୍ୱିଡିଟି, କାହିଁକି ତା ଉପରେ ବି ଅର୍ଡର ଥିବ, ତା ତଳେ ବି ଅର୍ଡର ଥିବ ହେଲା। we move on to 5 minute ହେଲା। ଚାଲ 5 ମିନିଟ୍ ଚାଲ। ଏଣ୍ଡ ଆମେ କଣ ଦେଖୁଛନ୍ତି ନା ଏଇଟା ହେଲା ଡେ लो, ପ୍ରିଭିୟସ୍ ଡେ लो କୋଉଟା ଏଇଟା। ତ ମାର୍କେଟ is our liquidity and high କୋଉଟା ଏଇଟା, ମାର୍କେଟ as our liquidity। ଓକେ ଠିକ ଅଛି ଚାଲ। ଓକେ ତ ଏଇଠି ମୁଁ ତମକୁ 1 ମିନିଟରେ ଦେଖେଇ ପାରିବି। ଦେଖ ତ लो ତଳେ କଣ ଥିବ, ଷ୍ଟପ୍ ଲସ୍, ଲୋକଙ୍କର ଷ୍ଟପ୍ ଲସ୍। ଯିଏ ବି ଏତେ ବଡ ଗୋଟେ ମାନେ ଗ୍ରୀନ ରେ ଦେଖି ଯିଏ ବାୟ କରିଥିବ ତା ଏସଏଲ କରୁଥିବ। ଏବେ ଯେତେବେଳେ ମାର୍କେଟ ଓପନ ହେଇଗଲା ଆସିକି ଏତେ ପର୍ଯ୍ୟନ୍ତ ପଳେଇଲା କି ଏଇଠୁ ବାୟ କଲା, ତା ଏସଏଲ କୋଉଠି ଅଛି ଏବେ, ଡେ लो ତଳେ। ଏଇ ଡେ लो ର ତଳେ ଅଛି ତାର ଏସଏଲ। ତ ମାର୍କେଟ କଣ କଲା, ଫାଷ୍ଟ ଓପନ ହେଲା, ବଡ ବଡ ଗ୍ରୀନ ରେଡ କ୍ୟାଣ୍ଡେଲ, ଗୋଟେ ଗ୍ରୀନ କ୍ୟାଣ୍ଡେଲ, ଏଠି ବହୁତ ଅଧିକା ଭୋଲାଟିଲିଟି ଥାଏ। ଡେ ଆରମ୍ଭରୁ ଅଧିକା ଭୋଲାଟିଲିଟି ଥାଏ। ଫାଷ୍ଟ 10-15 ମିନିଟ୍ ତମେ ୟୁ ସୁଡ୍ ନଟ୍ ଏଜ ବିଗନର। ତ ଚାଲ, ତ କଣ ହେଲା, ତାପରେ ଆସିକି ସେ ୟା ତଳେ ବି ଦେଖ ଇକ୍ୱାଲ ହାଇ ତଳେ ବି ଲିକ୍ୱିଡିଟି ଥାଏ ହେଲା। ଏଇଠି ଗୋଟେ ଇକ୍ୱାଲ ହାଇ ଅଛି, ଠିକ ଅଛି। ତ ଏଇଟା ବି ଆମର ଲିକ୍ୱିଡିଟି ହେଲା, ମାନେ ତା ତଳେ ଏସଏଲ ସବୁ ଥାଏ। ତ ଏବେ କଣ କଲା ମାର୍କେଟ, ମାର୍କେଟ ଆସିକି ତାକୁ ସୁଇପ କଲା। କଣ କଲା, ତାକୁ ସୁଇପ କଲା। ସୁଇପ କଲା ପରେ ତମେ ମତେ କୁହ ଏବେ ଏଇଟା ଗୋଟେ କଣ, କେବଳ ଗ୍ରୀନ କ୍ୟାଣ୍ଡେଲ ଦେଖାଯାଉଛି କି ନାଇଁ। ଏଠି ଏଫଭିଜି କୋଉଠି ଅଛି, ଫେୟାର ଭ୍ୟାଲୁ ଗ୍ୟାପ। ଫେୟାର ଭ୍ୟାଲୁ ଗ୍ୟାପ ମାନେ କଣ, ଦେଖ ଏଇ କ୍ୟାଣ୍ଡେଲ, ଏଇ କ୍ୟାଣ୍ଡେଲ, ଏଇ କ୍ୟାଣ୍ଡେଲ, ଏଇ କ୍ୟାଣ୍ଡେଲ, 1 2 3 ତିନିଟା କ୍ୟାଣ୍ଡେଲ ଭିତରେ ଗ୍ୟାପ ଅଛି ନା ନାଇଁ। ୟାର ହାଇ ଏଠି କିନ୍ତୁ ଏଇ କ୍ୟାଣ୍ଡେଲ लो ଏଠି, ଏଠି ପୁରା ଗୋଟେ ଗ୍ୟାପ ଅଛି। ଗ୍ୟାପ ଅଛି ନା ନାଇଁ, ଗ୍ୟାପ ଅଛି ନା ନାଇଁ, ସେଇଟା ହିଁ ଏଫଭିଜି। 1 ମିନିଟରେ ଗଲେ ତମକୁ ଭଲସେ ଦେଖାହବ। ଚାଲ ଲେଟ୍ସ ଗो ଟୁ 1 ମିନିଟ। ୟେସ୍ ସି, ତ ମାର୍କେଟ କଣ କଲା, 1 ମିନିଟରେ ଆସିକି ଏଇ ଲିକ୍ୱିଡିଟି ନେଲା, ଡେ लो ଲିକ୍ୱିଡିଟି ବି ନେଇଗଲା। ତ ଏବେ ଆମେ ଏକ୍ସପେକ୍ଟ କଣ କରିବା, କି ମାର୍କେଟ ହାୟର ଯିବ। କଣ କରିବ, ମାର୍କେଟ ହାୟର ଯିବ। ଆଚ୍ଛା ତ ମତେ ଏବେ କୁହ, ମୁଁ ଏକ୍ସପେକ୍ଟ କଣ କରୁଛି, ହାୟର ମାର୍କେଟ ଯିବ, ରାଇଟ। ହାୟର ଯିବ ବୋଲି ମୁଁ ଏକ୍ସପେକ୍ଟ କରୁଛି ନା। ତ ମୁଁ କଣ କରିବି, ମତେ ଦରକାର ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ। କଣ ଦରକାର ମତେ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ। ୟା ପୂର୍ବରୁ लो କୋଉଟା ଥିଲା, ଦେଖାଯାଉଥିଲା लो କୋଉଟା ଥିଲା, ଏଇଟା। ୟା ହାଇ ଭାଙ୍ଗିଥିଲା, ଏଇଟା ଗୋଟେ ସୁଇଙ୍ଗ ଥିଲା ହେଲା। ଆଚ୍ଛା ହଁ, ସୁଇଙ୍ଗ ପାଇଁ କେତେଟା କ୍ୟାଣ୍ଡେଲ ଦରକାର, 3ଟା କ୍ୟାଣ୍ଡେଲ ଦରକାର। କେତେଟା ଦରକାର, 3ଟା। 1 2 ୱିକ୍ ଥାଉ ୱିକ୍ ନଥାଉ ଆଇ ଡୋଣ୍ଟ କେୟାର। କେତେଟା କ୍ୟାଣ୍ଡେଲ ଦରକାର ଆମକୁ, 3ଟା କ୍ୟାଣ୍ଡେଲ ଦରକାର ହେଲା। ଏଇଟାକୁ ଆମେ କଣ କରିପାରିବା, କଣ କହିପାରିବା ନା ଗୋଟେ, ଏଇଟା ଗୋଟେ ସୁଇଙ୍ଗ। କଣଟା ସୁଇଙ୍ଗ, ବଢିଲା କମିଲା, ଏଇଟା ରେଡ କ୍ୟାଣ୍ଡେଲ ଇଭେନ୍ଚୁଆଲି, ରାଇଟ। ଏଇଟା ଆମର ରେଡ କ୍ୟାଣ୍ଡେଲ ହିଁ ହବ। ଓକେ ହେଲା, ବଢିଲା, ଏଇଟା ଗୋଟେ ସୁଇଙ୍ଗ, ମାନେ କଣ ଦେଖାଉଛି, ସୁଇଙ୍ଗ ଏଟା, ଠିକ ଅଛି। ତ ଏଇଠି କୋଉଭଳିଆ ସୁଇଙ୍ଗ ଥିଲା, ଏଇଟା ଥିଲା ସୁଇଙ୍ଗ ଆମର। ଏଟା ଗ୍ରୀନ କ୍ୟାଣ୍ଡେଲ କଲର ସହିତ ଆମ ସମ୍ପର୍କ ନାହିଁ। ତ ଆଚ୍ଛା, ତ ଏଟା ଭାଙ୍ଗିଲା ପରେ ଆମର କଣ ହବ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ। କିନ୍ତୁ ତାପରେ କଣ କରୁଛି, ଏ लो କୁ ରେସପେକ୍ଟ ଦଉଛି, ଏ लो କୁ ରେସପେକ୍ଟ ଦଉଛି। ତ ଏଇଟା ଗୋଟେ ସୁଇଙ୍ଗ ପୁଣି ହେଇଗଲା। ତ ଆମ ପାଇଁ ନେକ୍ସଟ ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ କୋଉଠି ହେଇଯିବ, ଏଇଠି। ଏକ୍ସାକ୍ଟ ଏଇଠି ଆମ ପାଇଁ ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହେଇଗଲା। ଓକେ ସିଫ୍ଟ ହେଇଗଲା। ତ ଏବେ ଆମେ କଣ ଖୋଜିବା, ଫେୟାର ଭ୍ୟାଲ୍ୟୁ ଗ୍ୟାପ। କଣ ଖୋଜିବା, ଫେୟାର ଭ୍ୟାଲ୍ୟୁ ଗ୍ୟାପ। ଫେୟାର ଭ୍ୟାଲ୍ୟୁ ଗ୍ୟାପ କୋଉଠି ଅଛି ମତେ କୁହ, ଫେୟାର ଭ୍ୟାଲ୍ୟୁ କୋଉଠି ଅଛି, ଏଠି ଅଛି କି, ଏ କ୍ୟାଣ୍ଡେଲ ହାଇ ଏଠି, ୟାକୁ ପୁରା ଲାଗିକି ଅଛି लो ହେଲା। କଣ ଅଛି, ଲାଗି ଅଛି लो। ଆଚ୍ଛା ଯେତେବେଳେ ଆମେ ବାଏ ପାଇଁ ଖୋଜିବା, ବାଏ ପାଇଁ ଯେତେବେଳେ ଆମେ ଫେୟାର ଭ୍ୟାଲ୍ୟୁ ଖୋଜିବା, ଆମେ କୋଉ କ୍ୟାଣ୍ଡେଲ ଖୋଜିବା, ରେଡ କ୍ୟାଣ୍ଡେଲ। ଏ ରେଡ କ୍ୟାଣ୍ଡେଲ ଏଠି ଅଛି, ଫେୟାର ଭ୍ୟାଲ୍ୟୁ ଗ୍ୟାପ କୋଉଠି ନାହିଁ। କିନ୍ତୁ ଏଇ କ୍ୟାଣ୍ଡେଲ ଦେଖ, ୟାର ହାଇ ଏଠି, କୋଉଠି ୟାର ହାଇ, ଏକ୍ସାକ୍ଟ ଏଇ ତ ତା ହାଇ, ରାଇଟ। ଆଚ୍ଛା କେତେଟା କ୍ୟାଣ୍ଡେଲ ଦରକାର ମୋର ଫେୟାର ଭ୍ୟାଲ୍ୟୁ ଗ୍ୟାପ ପାଇଁ, 3ଟା। ଫାଷ୍ଟ ଏଟା ସେକେଣ୍ଡ, ଏଟା ଥାର୍ଡ। ତ ଏଇ ଯୋଉ କମ୍ପ୍ଲିଟ ରହିଲା ଏଇ ପୋର୍ସନ ଟା ପୁରା, ଏଇଟା କଣ, ଫେୟାର ଭ୍ୟାଲ୍ୟୁ ଗ୍ୟାପ।
कौनटा फेयर वैल्यू गैप कौनटा फेयर वैल्यू गैप बुझी पारलो फेयर वैल्यू गैप अच्छा ठीक अछि एबे हमें बुझिबा ओबी का कुआଯାए अच्छा हाँ फेयर वैल्यू गैप को आउ टिके भलसे बुझी दउछि अच्छा देखो एटी देखुछि गोटे तमरो लाइक कोन कहबी गोटे तम घरे पेंट होछि तमे नेकी तुळीरे पेंट करछ समाव जो हमर रोलर थाए रोलर तमे पेंट करछ तो तमे कोन कलो ना एतो अछि ब्रश अछि ब्रश रे तमे पेंट करछ हला तो मोटे ब्रश टे पड़े छे बस ठीक कम करिया पे पड़िबो मेक इट 4x या 4x अछि तो एटा तमे पेंट करछ ठीक अछि एटी फास्ट कोन कलो गोटे एटा तमे रोलर अछि रोलर रोलर धरिकी एठू पूरा लिपिके पळै आसला गोटे ऊपर तळ पर्यंत एति गोटे कांत अछि तमर कांत को तमे लिपियो हला जेतेबेले तमे एठी रोलर पकेवा स्टार्ट कलो एठी तो तम रोलर रे बहुत कलर थिबो ना थिबोनी थिबो तो तम रोलर कोन करिवो एठी पूरा बहुत सारा कलर सब लगे दबो राइट कलर लगे दबो जेतेबेले तमे रोलर को तळु को धीरे से टाणी दबो ताहापर देखियो सेठी सब कोन थाए एठी गोटे फुट थिबो कांतरे एठी गोटे फुट थिबो एठी गोटे फुट थिबो एठी गोटे फुट थिबो जो तळे कोन हे जाए ना सेठी सब फांका फांका जागा रहिथाए ना रहिथाए राइट तो सेई जो फांका जागा होला तापर तमे कोन करो पुनी रोलर रे पुनी कलर नेकी से फांका जागा रे पुनी ताकू कलर करो ना करनी कलर करो राइट करो ना करनी करो तो एग्जैक्टली सेईटा ही फेयर वैल्यू माने कोन जेतेबेले मार्केट तुमको गोटे बड्ड मुव देइथला तो एठी कोन थिला एठी जे सब ऑर्डर देइथिले चार सब ऑर्डर थिला से ऑर्डर सब अनफुलफिल्ड हेकी अछि बुझी पारलो से सब अनफुलफिल्ड हेकी अछि तो ता पई से अनफुलफिल्ड ऑर्डर पई ताकू मार्केट पुण थरे एक्वायर करिया पई आसीबो ताकू मार्केट कोन करिया पई आसीबो एक्वायर करिया पई आसीबो से ऑर्डर नले सेटा भी तो केमती हो मार्केट पुणी सेति पई कोन करिवो से कोन करिवो से ऑर्डर को नवा पई पुणी थरे आसीबो ओके आसीबो तो सेते बेले ही आमे एंट्री नउछन बुझी पारलो केते नउछन सेते बेले आमे एंट्री नउछन अच्छा तो एबे कोन कहितली ऑर्डर ब्लॉक से देखास ऑर्डर ब्लॉक कोन देखो ऑर्डर ब्लॉक कोटा रेड कैंडल बिग अप मूव बेले रेड कैंडल डाउन मूव बेले ग्रीन कैंडल अच्छा तो एठी हमु सिग्निफिकेंट कोड देखाउची एटा देखो एई जो कैंडल आ एई कैंडल ए दिटा मिसिक ए माने गोटे कोन ए माने होचंती ऑर्डर ब्लॉक जदि एठी तीनटा कैंडल थांता मु ए तीनटा को जोड़ देथां जदि एठी आ गोटे रेड कैंडल थांता बुझी पारलो किंतु एठी कोन अछि ए दिटा अछंती तो दिटा को मिसिकी कोन हमर गोटे ऑर्डर ब्लॉक आ ऑर्डर ब्लॉक को लागी कि कोन अछि हमर एठी एफविच तो एटा गोटे हाई प्रोबेबल ट्रेड कोन एटा गोटे हाई प्रोबेबल ट्रेड तो आमे जेतेबेला ऑर्डर ब्लॉक पाखो को आसीला आसिकी छुईला आमे कोन करबा एसएल को से कैंडल तळे बा तुम जदि बहुत सेफ रखिया पई चाहछो या तळे ए जो हमर हैमर हेची हमर तळे रखितले ठीक अछि मात्र 16 पॉइंट इट्स लाइक केते कोन कहलो 350 टका हबो एसएल हला एंड टारगेट का करबा टारगेट का करबा मेन जिंस कोन हम जानिया दरकार कि कोठी हमें बाहरिबा एकु मत देखो ए जो स्विंग देखि तुम कोन लाउची लिक्विडिटी बे कोठी अछि पिला मानकर ऑर्डर एसएल कोड थिबो या ऊपर थिबो या ऊपर थिबो राइट या ऊपर भी थिबो या ऊपर भी थिबो या ऊपर भी थिबो तो फास्ट हमें टारगेट का करि परिया फास्ट टारगेट हमर एटा हबा दरकार हला फास्ट हम केते हबा दरकार एटा हबा दरकार 40 पॉइंट केते पॉइंट 40 पॉइंट 16:40 इट्स लाइक 1:2.5 ओके तो चलो देखिबा ऑर्डर फुलफिल होची कि नहीं तो मार्केट आसला सेमती चलला एंड 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 and finally it gave us our target. See, finally it did give us our target. ହେଲା and you exit here. ଆମକୁ ଅଧିକା ଲୋଭ କରିବାର ନାହିଁ ଦେଖ ଏଇଟା ଥିଲା ଆମର ଏଇ ଲିକ୍ୱିଡିଟି ଉପରକୁ ଗଲା ଆମକୁ କଣ ଦରକାର ଆମର
ଅର୍ଡର ଏକ୍ଜିଟ୍ ହେଇଯିବା ଦରକାର। ଯଦି ତମେ ଏ ଲିକ୍ୱିଡିଟି ବି ଦେଖିବ, ଏ ଲିକ୍ୱିଡିଟି ବି ସେ କଣ କରିଛି, ଗ୍ରାବ୍ କରିଛି ହେଲା। ଏଣ୍ଡ ଏଇଟାକୁ ହିଁ ଗ୍ରାବ୍ କଲା ପରେ ହିଁ ଖସି ପଡିଛି କଣ ପାଇଁ, ଏଇଟାକୁ ହିଁ ଗ୍ରାବ୍ କଲା, ତାପରେ ମାର୍କେଟର ମୁଭମେଣ୍ଟ କାହିଁକି ଆସିନି ଭାବ, କାହିଁକି କାହିଁକି ନା ଆମେ ସବୁ ଲିକ୍ୱିଡିଟି ହିଁ ଗ୍ରାବ୍ କରିଦେଲେ, ସବୁ ମାନେ ଉପରେ ଆଉ ଅର୍ଡର ହିଁ ନାହିଁ, ମାର୍କେଟ ଯିବା ପାଇଁ ଚାହୁଁନି, ତାପରେ ପୁଣି ସେ ନୂଆ ନୂଆ ରେଞ୍ଜ ବନେଇବ, ନୂଆ ରେଞ୍ଜ ବନେଇକି ପୁଣି ସେ ଯିବ। ତ ଆଇ ହୋପ କି ତମର ଅର୍ଡର ବ୍ଲକ ଆଉ ଫେୟାର ଭ୍ୟାଲ୍ୟୁ ଗ୍ୟାପ୍ ବିଷୟରେ ଟିକେ ଧାରଣା ହେଇଗଲା ହେଲା। ହଉ ଠିକ ଅଛି, ଆଉ ଗୋଟେ କ୍ୟାଣ୍ଡେଲ ଦେଖାଉଛି ମୁଁ, ତ ଏଇଟା ହେଲା। ତ ଏଇଠି ଆଉ ଥରେ ମୁଁ ଦେଖେଇ ଦଉଛି କି ଏଫଭିଜି କଣ, ଦେଖ ଏଇ ଯୋଉ କ୍ୟାଣ୍ଡେଲ ହେଇଛି, ଏଇ କ୍ୟାଣ୍ଡେଲ ଲୋ କୋଉଠି, ଏଇଟା ତା ଲୋ, ଏଇ କ୍ୟାଣ୍ଡେଲ ଲୋ ଏଇଟା ନା। ଆଚ୍ଛା, ତିନିଟା କ୍ୟାଣ୍ଡେଲ ଦରକାର ଆମର, ଏଇ କ୍ୟାଣ୍ଡେଲ ଲୋ କୋଉଠି, ଏଇଠି ହେଲା। ୟା ଭିତରେ ଆଉ ପ୍ରାଇସ୍ ଯାଇଛି କି, ଯେହେତୁ ୟା ଭିତରକୁ ପ୍ରାଇସ୍ ଯାଇନି, ତାପରେ ପ୍ରାଇସ୍ ପୁଣି ଯେତେବେଳେ ଏଠୁ ତଳକୁ ଯିବ, ତଳକୁ ଗଲା, ପୁଣି ଏଠିକି ଆସିଲା, ଏଠିକି ଆସିଲା, ଏଠିକି ଆସିଲା, ଯେତେବେଳେ ଆସିକି ଏଇ ଏଫଭିଜି ଟଚ୍ କରିବ, ଏଇଟା ଏଫଭିଜି ଥିଲା ଟି, ଏଫଭିଜି ଟଚ୍ କରିବ, we can expect ମାର୍କେଟ କେତେ ପର୍ଯ୍ୟନ୍ତ, ଏ ସୁଇଙ୍ଗ ଲୋ ପର୍ଯ୍ୟନ୍ତ ହେଲା। ଅର୍ଡର ଆମେ ଏକ୍ଜିଟ୍ କୋଉଠି କରିବା, ତାର ଗୋଟେ ବହୁତ ବଢିଆ ଏକ୍ସାମ୍ପଲ ମୁଁ ନେକ୍ସଟ ଭିଡିଓରେ ଦେବି ହେଲା। where should we exit, ଆମେ ଏଣ୍ଟ୍ରି ତ ନେଇଯିବା, ମୁଁ ତମକୁ କହିଦେଲି ହଁ ଏଇଠି ଏଣ୍ଟ୍ରି ନବ, ଏବେ ଆକ୍ଚୁଆଲି ତମେ ଟ୍ରେଡ୍ କରିବା ବସ୍ ଜାଣିବା ପାଇଁ କହୁଛି, ମୁଁ କହିଦେଲି ତମକୁ କି ହଁ ଏଇଠି ତମେ ଏଣ୍ଟ୍ରି ନବ, ଠିକ ଅଛି, ତମେ ଏଣ୍ଟ୍ରି ନେଇଗଲ, ଏକ୍ଜିଟ୍ କୋଉଠି କରିବା, ମୁଁ କହିଲି ଏଇ ଲିକ୍ୱିଡିଟି ଉପରେ କି ଏ ଲିକ୍ୱିଡିଟି ଉପରେ, ତମେ କହିବ ନା ନା ମୁଁ ଏଠି ବି ଏକ୍ଜିଟ୍ କରିବିନି, ମୁଁ ଅପେକ୍ଷା କରିବି ଏତେ ପର୍ଯ୍ୟନ୍ତ, ଏକୁ ସୁଇପ୍ କଲେ ହିଁ ମୁଁ ଯାଇକି ଏକ୍ଜିଟ୍ କରିବି, ନହେଲେ କରିବିନି। ମାର୍କେଟ କଣ କଲା, ମାର୍କେଟ କଣ କରିଛି, ମାର୍କେଟ ସେଠି ଯାଇନି, ତ ତମେ କଣ କରିବ, ଦିନ ସାରା ସେଠି ଧରିକି ବସିଥିବ, ଧରିକି ବସିବ କି, ତ ଗ୍ରିଡି ହବା ଦରକାର ନାହିଁ, ଗ୍ରିଡି ହବାର ଜମା ଆବଶ୍ୟକତା ନାହିଁ। ତମେ ଆକ୍ଚୁଆଲି ଦେଖ, ଆମେ ମୁଁ କହିଲି ଏଇ ଲିକ୍ୱିଡିଟି ଉପରେ ଆମେ ଏକ୍ଜିଟ୍ କରିପାରିବା, ବେଷ୍ଟ ଜିନିଷ ଏଇ ଲିକ୍ୱିଡିଟି ଉପରେ ଏକ୍ଜିଟ୍ କରିଦବା, ଫାଷ୍ଟ ଟାର୍ଗେଟ ଏକ୍ଜିଟ୍ କରିଦିଅ ହେଲା। କାହିଁକି ନୂଆ ନୂଆ ଟ୍ରାଏ କରୁଛନ୍ତି, ତ ଆମେ ବହୁତ ଶୀଘ୍ର ଏକ୍ଜିଟ୍ କରିଦବା, ବହୁତ ବେଟର। ମୋ ପାଖରେ ଗୋଟେ ବଢିଆ ଲିକ୍ୱିଡିଟି ଅଛି କି ନାହିଁ, ମୋ ପାଖର ଏଇଠି ଗୋଟେ ବଢିଆ ଲିକ୍ୱିଡିଟି ଅଛି, ଏଣ୍ଡ ମୋ ପାଖରେ ଏଇଠି ଗୋଟେ ସୁଇଙ୍ଗ ହାଇ ଅଛି, କଣ ଅଛି, ସୁଇଙ୍ଗ ହାଇଟେ ଅଛି, ଓକେ। ଏଣ୍ଡ ମାର୍କେଟ ଏବେ ଏଇଠି ଅଛି, ଠିକ ଅଛି। ତ ମାର୍କେଟ କଣ କଲା, ତାପରେ ମାର୍କେଟ ଏଠୁ ଉପରକୁ ଗଲା, ଉପରକୁ ଗଲା, ଉପରକୁ ଗଲା, ଏଟାକୁ ସୁଇପ୍ କରିଦେଲା, এই ଲିକ୍ୱିଡିଟିକୁ ମାର୍କେଟ ସୁଇପ୍ କଲା, ଲିକ୍ୱିଡିଟି ଗ୍ରାବ୍ କଲା। ତ ଏବେ ମୁଁ ସେଲ୍ କୋଉଠି କରିବି, ସେଲ୍ କୋଉଠି କରିବି, ଯେପର୍ଯ୍ୟନ୍ତ ଏଇ ଲୋ ନ ଯାଇଛି, ଏଇଟାକୁ କଣ କହିବା ଆମେ, ଯେତେବେଳେ ଏଇ ଲୋ ନେଇଯିବ ସେତେବେଳେ କଣ କହିବା ତାକୁ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ, ଏ ଲୋ ନେଇଗଲା, ଏବେ ଏ ଲୋ ନେଇଗଲା, ଏଇଟା କଣ ହେଲା, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ। ଆଚ୍ଛା, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହେଲା ପରେ ମତେ କଣ ଖୋଜିବା ପାଇଁ ପଡିବ, ଏଇ ଯୋଉ ରେଞ୍ଜ ରହିଲା, ଏଇଠୁ ଏଇ ରେଞ୍ଜ ଭିତରେ ମୋ ପାଇଁ ଅର୍ଡର ବ୍ଲକ କିଏ, ଫେୟାର ଭ୍ୟାଲ୍ୟୁ ଗ୍ୟାପ୍ କିଏ, ତାକୁ ଖୋଜିଲା ପରେ ଯେତେବେଳେ ମାର୍କେଟ ପୁଣି ସେଠି ଯାଇକି ପହଞ୍ଚିବ, ଦେନ୍ ୱି ଟାର୍ଗେଟ କଣ, ଏ ଲିକ୍ୱିଡିଟି, ଦେନ୍ ମାର୍କେଟ ଆସିବ ତଳକୁ, ବୁଝିପାରିଲ। ତ ମୁଁ କଣ କହୁଛି ଦେଖ, ଯେତେବେଳେ ସରି ହଁ, ଯେତେବେଳେ ଏଇ ଲୋନ୍ ହେଲା ଲିକ୍ୱିଡିଟି ପରେ, ଏଇଟା ହେଲା ଆମର କଣ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ, ମାର୍କେଟ ଷ୍ଟ୍ରକ୍ଚର ସିଫ୍ଟ ହେଲା। ତାକୁ ଆମେ ରାଇଟ୍ କରିଦବା, ଏମଏସଏସ୍ ଲିଖିଦେଲି, ମାର୍କେଟ ଷ୍ଟ୍ରକ୍ଚର ହେଲା। ତାପରେ ଆମକୁ ଏଠି ଖୋଜିବା ପାଇଁ ପଡିବ କଣ, ଆରେ ସରି, ତାପରେ ଆମକୁ ଖୋଜିବାକୁ ପଡିବ ଏଠି କିଏ ଆମର ଅଛି, ଫେୟାର ଭ୍ୟାଲ୍ୟୁ ଗେପ୍, ତ ଯଦି ଫେୟାର ଭ୍ୟାଲ୍ୟୁ ଗେପ୍ ତାପରେ ମାର୍କେଟ ଯାଇକି ପହଞ୍ଚିଲା, ଦେନ୍ ୱି ସର୍ଟ, then we sort here, our SL will be just above this or just above this, and we target for this liquidity, okay. This is how we trade, this is a around 1:12 trade, okay. So this is how we trade। ତ ତମକୁ ଏସଏମସି ଏଇଭଳିଆ ସୁନ୍ଦର ସୁନ୍ଦର ଟ୍ରେଡ୍ ଦବ,
you have to learn this. Okay, so ଯଦି ତମେ ଏପର୍ଯ୍ୟନ୍ତ ଅଛ, make sure you hit the like button and ଏଭଳିଆ knowledge ପାଇଁ subscribe କର. Thank you.